ଆହୁରି 3 ଦିନ ବର୍ଷିବ ବର୍ଷା। ଆଜି 17 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ତେବେ ଟ୍ରପଲାଇନ୍ର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆହୁରି 3 ଦିନ ଧରି ବର୍ଷିବ। କିଛି ସ୍ଥାନରେ ମୂଷଳ ଧାରାରେ ବର୍ଷା ବର୍ଷିପାରେ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ପ୍ରବଳ ବର୍ଷା ନେଇ 17 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେସବୁ ଜିଲ୍ଲାରେ 1ରୁ 2ଟି ସ୍ଥାନରେ 7ରୁ 11 ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି। ଏଥିରୁ 4 ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବର୍ଷିପାରେ। ଏସବୁ ଜିଲ୍ଲାରେ କିଛି ସ୍ଥାନରେ 12ରୁ 20 ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ବଜାରରେ ଆଳୁ ଉଭାନ, କିଲୋ ଛୁଇଁଲାଣି 60। ପୁଣି ସାରା ରାଜ୍ୟରେ ଦେଖାଦେଲାଣି ଆଳୁ ସଙ୍କଟ। ଆଳୁ ଦରରେ ପୁଣି ଲାଗିଲାଣି ନିଆଁ। ଆଳୁକୁ ନେଇ ଏବେ ବି ଟେନସନ୍ ଲାଗି ରହିଥିବା ବେଳେ କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଖାଁ ଖାଁ ରହିଛି। ଫଳରେ ଟ୍ୱିନ୍ ସିଟିରେ ଆଳୁ କେଜି ଦିନକରେ 20ରୁ 25 ଟଙ୍କା ବଢ଼ିଯାଇଛି। ବଜାରରେ ଆଳୁ ଉଭାନ ହୋଇଯାଇଥିବା ବେଳେ କାଁ ଭାଁ ଯେଉଁଠି ଆଳୁ କିଲୋ ପିଛା 60 ଟଙ୍କାରେ ପହଞ୍ଚିଗଲାଣି। ପରବର୍ତ୍ତୀ ଖବର, ଗ୍ରାହକଙ୍କୁ ଲାଗିବ ଝଟକା, ପୁଣି ବଢ଼ିଯିବ ସୁନା ଦର। ଗତକାଲି ଜାପାନର ନିକେଇରୁ ଆରମ୍ଭ ହୋଇଥିବା ମାର୍କେଟ୍ କ୍ରାସ୍ର ପ୍ରଭାବ ଆଜିଠାରୁ ସୁନା ଦର ଉପରେ ଦେଖିବାକୁ ମିଳିଛି। ତେବେ ଏଥିରେ ଆମେରିକାର ଅବଦାନ ବି କିଛି କମ୍ ନାହିଁ। କାଲି ମଙ୍ଗଳବାର ବିଶ୍ୱର ପ୍ରାୟ ସବୁ ପ୍ରମୁଖ ଷ୍ଟକ୍ ବଜାରରେ ନିବେଶକମାନଙ୍କ କ୍ଷତି ସହିଛନ୍ତି। ଆଜି ସକାଳେ ମାର୍କେଟ୍ ଆରମ୍ଭ ହେଉ ହେଉ କମୋଡିଟି ବଜାରରେ ଅଚାନକ ସୁନାର ଚାହିଦା ବୃଦ୍ଧି ପାଇଛି। ପ୍ରାରମ୍ଭିକ ସେସନରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 70,044 ଟଙ୍କା ଥିବାବେଳେ ମାତ୍ର କେଇ ଘଣ୍ଟା ମଧ୍ୟରେ ଏହା 70,511 ଟଙ୍କାକୁ ଛୁଇଁଛି। ପରବର୍ତ୍ତୀ ଖବର, ରାଜ୍ୟରେ ବିଜେଡିର ନୂଆ କମିଟି ଆଣିବ ନୂଆ ଷ୍ଟ୍ରାଟେଜି ଓ ନୂଆ ପ୍ଲାନ୍। ତେବେ ସମନ୍ୱୟ ରଖିବା ପାଇଁ କମିଟି ଗଠନ କଲା ବିଜେଡି। ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ 15 ଜଣ ସଦସ୍ୟ ରହିଛନ୍ତି। ଗଞ୍ଜାମ ଏବଂ ମୟୂରଭଞ୍ଜ ଜିଲ୍ଲାର ନେତାଙ୍କୁ ନେଇ ସମୀକ୍ଷା ବୈଠକ ପରେ ଏହି କମିଟି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ଛାମୁଆ ସଂଗଠନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବ କମିଟି। ଦେବୀ ମିଶ୍ର କହିଛନ୍ତି ଯେ କୌଣସି ଦାୟିତ୍ୱ ହେଉ ତାର ଗୁରୁତ୍ୱ ଅନେକ ରହିଛି। ପରବର୍ତ୍ତୀ ଖବର, ପ୍ୟାରିସ୍ ଅଲିମ୍ପିକ୍ସରେ ଦମ୍ ଦେଖାଉଛନ୍ତି ଭାରତୀୟ ଆଥଲେଟ୍। ଫାଇନାଲରେ ପହଞ୍ଚିଲେଣି ନୀରଜ ଚୋପ୍ରା। ପ୍ୟାରିସ୍ ଅଲିମ୍ପିକ୍ସରେ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା। ଗତକାଲି ଜାଭେଲିନ୍ ଥ୍ରୋ ଇଭେଣ୍ଟରେ କମାଲ ଦେଖାଇଲେ ନୀରଜ ଚୋପ୍ରା। ପ୍ରଥମ ଥ୍ରୋରେ ଫାଇନାଲକୁ ପ୍ରବେଶ କଲେ ନୀରଜ। ଅଲିମ୍ପିକ୍ସ ଜାଭେଲିନ୍ ଥ୍ରୋର ଫାଇନାଲରେ ମଙ୍ଗଳବାର ନୀରଜ ଚୋପ୍ରା ପହଞ୍ଚିଛନ୍ତି। ପ୍ରଥମ ଥ୍ରୋରେ ସେ 89.34 ମିଟର ଜାଭେଲିନ୍ ଥ୍ରୋ କରିପାରିଛନ୍ତି। ପରବର୍ତ୍ତୀ ଖବର, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲ କୋଟାନିଭାରେ ତାଙ୍କୁ କ୍ୟାମ୍ପେନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏବେ 2 ଦିନିଆ ଫିଜି ଗସ୍ତରେ ରହିଛନ୍ତି। ଏହି ଗସ୍ତ ସମୟରେ ତାଙ୍କୁ ଏପରି ସମ୍ମାନ ମିଳିଛି। ପରବର୍ତ୍ତୀ ଖବର, ଅଲିମ୍ପିକ୍ସରେ ଇତିହାସ ରଚିଲେ ଭିନେସ୍, ସ୍ୱର୍ଣ୍ଣ ପଦକ ପାଇଁ ଖେଳିବେ। ତେବେ ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଷ୍ଟାର ରେସଲର ଭିନେସ୍ ଫାଗାଟୋ। ସେ ଭାରତ ପାଇଁ ମହିଳା 50 କେଜି ବର୍ଗ କୁସ୍ତିରେ ପଦକ ପକ୍କା କରିଛନ୍ତି। ସେମିଫାଇନାଲରେ ସେ ଦମଦାର ପ୍ରଦର୍ଶନ କରି କ୍ୟୁବାର ଗୁଜାମାନଙ୍କୁ 5-0ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଯଦି ସେ ଫାଇନାଲରେ ବି ହାରୁଛନ୍ତି ତାହେଲେ ଭାରତ ପାଇଁ ରୌପ୍ୟ ପଦକ ପକ୍କା। ତେବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ ଜାରି ରଖିଛନ୍ତି।